ପାଟଣା ଶାଗୁଆନ କାଠଗଣ୍ଡି ବୁଝେଇ ମହିନ୍ଦ୍ରା ପିକଅପ୍ ଜବତ। ସାହାରପଡ଼ା ବ୍ଲକ ବିଲା ଗ୍ରାମ ତେଲ ଟାଙ୍କି ପଛପଟ ଏକ ସ୍ଥାନରେ ଥିବା ଶାଗୁଆନ କାଠଗଣ୍ଡି ବୁଝେଇ ମହିନ୍ଦ୍ରା ପିକଅପ୍କୁ ବନ ବିଭାଗ ଜବତ କରି ପାଟନା ବନାଞ୍ଚଳ କାର୍ଯ୍ୟକୁ ଆଣିଛି। ଶାଗୁଆନ କାଠ ଚାଲାଣ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ସାହାରପଡ଼ା ବନପାଳ ଭୂପତି କୁମାର ସେଠୀଙ୍କ ନେତୃତ୍ୱରେ ବନରକ୍ଷୀ ରଞ୍ଜିତା ମହାନ୍ତ, ପାରା କର୍ମଚାରୀ ମହମ୍ମଦ ଆସିମ ପ୍ରମୁଖ ବିଲାରେ ଚଢ଼ାଉ କରିବା ପୂର୍ବରୁ ପିକଅପ୍ ଛାଡ଼ି ଚାଳକ ଏବଂ କାଠ ମାଫିଆ ଫେରାର ହୋଇଯାଇଥିଲେ। ତେବେ ବନ ବିଭାଗର ଏହି କର୍ମଚାରୀମାନେ 20ଟି ଶାଗୁଆନ ଗଣ୍ଡି ବୁଝେଇ ମହିନ୍ଦ୍ରା ପିକଅପ୍କୁ ଜବତ କରିବା ସହ ପାଟନା ବନାଞ୍ଚଳ କାର୍ଯ୍ୟକୁ ଆଣିଥିବା ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦ୍ଦାର ସୂଚନା ଦେଇଛନ୍ତି। କବିନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।